ଦଳର ସଭାପତି ବିଜୁ ଜନତା ଦଳର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗୋଟେ କାର୍ଯ୍ୟାନ୍ୱୟନ ଓ ସମନ୍ୱୟ କମିଟି ଗଠନ କରିଛନ୍ତି, ଯେଉଁଥିରେ ମୋତେ ଅଧ୍ୟକ୍ଷ ଭାବରେ ମନୋନୀତ କରିଛନ୍ତି। ଆଉ 14 ଜଣ ମେମ୍ବର ଅଛନ୍ତି। ତେଣୁ ଆମର ପ୍ରଥମ ମିଟିଂ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିଲା ହେଡକ୍ୱାର୍ଟର ପାର୍ଟିର, ଏବଂ ବିଭିନ୍ନ ବିଷୟରେ ଆମର ଦୀର୍ଘ 2.5 ଘଣ୍ଟା 3 ଘଣ୍ଟା ଧରି ଆଲୋଚନା ହେଇଛି। ଏବଂ ଲୋକଙ୍କର ଆସ୍ଥାଭାଜନ ପାଇଥିବା ଦଳ ଏବେ ବି ବିରୋଧୀ ଦଳ ହିସାବରେ ବି ଗୋଟେ ବିଶାଳ ବିରୋଧୀ ଦଳ, ଏବଂ ଭୋଟ ପରସେଣ୍ଟେଜ ବି କିଛି ରହୁଛି ଉପରେ ବିଜେପିଠୁ ବି ପାଇଛି ପାଖାପାଖି। ତେଣୁ ତାକୁ ଯେଉଁ ଜନାଦେଶକୁ ଆମେ ସମ୍ମାନ ଜଣାଇ ବିରୋଧୀ ଦଳ ହିସାବରେ ଏବଂ ଓଡ଼ିଶାର ବିକାଶରେ ଯେଉଁ ଅଙ୍ଗୀକାରବଦ୍ଧତା ଥିଲା ତାକୁ କେମିତି ଆଗକୁ ନିଆଯିବ ଏବଂ ସାଂଗଠନିକ ଯେଉଁ କାର୍ଯ୍ୟକ୍ରମ ଗୁଡ଼ିକ କିଭଳି ଠିକଣା ଭାବରେ କେଉଁ ରୂପରେଖ ତାର ଆଲୋଚନା ସେ ବିଷୟ ହେଇଛି। ଦଳର ସଭାପତିଙ୍କୁ ସନ୍ଧ୍ୟାରେ ସେ ବିଷୟରେ ଅବଗତ କରିବି।